ଆଜିଠୁ ସ୍ୱୟଂ ଯୋଜନା ଆବେଦନ କରିପାରିବେ ସମସ୍ତ ଯୁବପିଢ଼ି। ସମସ୍ତ ଯୁବପିଢ଼ିମାନଙ୍କ ପାଇଁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ଲାଭଜନକ ବ୍ୟବସାୟ ପାଇଁ ବିନା ସୁଧରେ 1 ଲକ୍ଷ ଟଙ୍କାର ଋଣ ଯୋଗାଇ ଦେବେ ସରକାର, ଯାହା ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଆଜିଠାରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯୋଗ୍ୟ ବ୍ୟକ୍ତି ଅନଲାଇନ ଏବଂ ଅଫଲାଇନରେ ସମସ୍ତ ଛାତ୍ରଛାତ୍ରୀ ମଧ୍ୟ ଆବେଦନ କରିପାରିବେ। ସରକାର ଦେଉଥିବା ଋଣକୁ ନିଜର ବ୍ୟବସାୟରେ ଲଗାଇ ଲାଭବାନ କରିପାରିବେ। ଋଣର ସୁଧହାର ବହନ କରିବେ ସରକାର। ଋଣ ପାଇଁ କୌଣସି ବି ଦେୟ ଦେବାକୁ ପଡ଼ିବ ନାହିଁ କି କିଛି ପ୍ରୋସେସିଂ ଫି ପଡ଼ିବ ନାହିଁ। ରାଜ୍ୟ ସରକାରଙ୍କ ୱେବସାଇଟ୍ swayam.odisha.com.in ରେ ଆବେଦନ କରିପାରିବେ। ନିକଟସ୍ଥ ସେବା କେନ୍ଦ୍ରରେ ଆପଣ ଆବେଦନ କରିପାରିବେ। ଏହାର ବୟସ ସୀମା ମାତ୍ର 18 ବର୍ଷରୁ 35 ବର୍ଷର ଯୁବତୀମାନଙ୍କୁ ମଧ୍ୟ ଆବେଦନ କରିପାରିବେ। ଯେଉଁ ବ୍ୟାଙ୍କରୁ ଆପଣ ଋଣ ନେବା ପାଇଁ ଚାହୁଁଛନ୍ତି ତାହା ଆପଣ ଆବେଦନରେ ଦର୍ଶାଇ ପାରିବେ। ସହରାଞ୍ଚଳରେ ଆବେଦନକାରୀ ଋଣ ଦରଖାସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଅର୍ଥାତ୍ ପୌରପାଳିକା ମହାନିଗମ କାର୍ଯ୍ୟରେ ଦାଖଲ କରିପାରିବେ। କାଳିଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ପରିବାର ଏହାର ଲାଭ ମଧ୍ୟ ଉଠାଇ ପାରିବେ। ଯଦି ଆପଣଙ୍କର ରୋଜଗାର ବାର୍ଷିକ 3 ଲକ୍ଷ ଟଙ୍କା ହୋଇଥାଏ, ଏହା ମଧ୍ୟ ଆପଣ ଲାଭ ଉଠାଇ ପାରିବେ। ଅର୍ଥାତ୍ ଗ୍ରାମାଞ୍ଚଳରେ ବାର୍ଷିକ ଯଦି ଆପଣଙ୍କର 3 ଲକ୍ଷ ଟଙ୍କା ରୋଜଗାର ଥାଏ, ଏହି ଯୋଜନାର ଆପଣ ଲାଭ ପାଇପାରିବେ।